ସବୁ ପ୍ରକାରର ଏଇଠି ପକଉଛନ୍ତି। ଏଠି ପକେଇବେ ଇଟାରେ ଏମିତି ବାନ୍ଧି ଏମିତି ଇଟାରେ ବାନ୍ଧିକି ଆହୁରି ଏପଟ ଏମିତି ଏଇଟା ଏମିତି କରିକି ନଡ଼ିଆ ଯଦି ପଡ଼ିଲା ନାହିଁ ତାହେଲେ ନାଇଁ ଏମାନେ ଖାଇବେ ନାହିଁ। ପ୍ରାୟ ଗୋଟେ 10 କିଲୋ ଥିବ ବୋଧେ ଏଇଟା। ଆମ ପଟ ତ ଏମିତି ହୁଏନି। ଏଇଟା ବସେଇଲା ଟାଇମରେ ସେମାନେ ସୁନା ରୂପା ହ୍ୟାଲୋ ସାଙ୍ଗମାନେ, ମୋର ଆଉ ଗୋଟେ ବ୍ଲଗ୍ରେ ସମସ୍ତଙ୍କୁ ସ୍ୱାଗତ। କେମିତି ଅଛନ୍ତି? ଭଲରେ ଥିବେ। ମୁଁ ମଧ୍ୟ ଭଲରେ ଅଛି। ଆଉ ଏବେ ଆଉ ଗୋଟେ ନୂଆ ସାଇଡ଼୍ରେ ଆସିଛି ଆଜି କାମ କରିବା ପାଇଁ। ଆଜି ନୂଆ ସାଇଡ଼୍ ଗୋଟେ ଦେଖେଇବି। ଘଣ୍ଟେ ହେଲା ଆମେ ସମସ୍ତେ ଭାତ ଖାଇବାଟି ଅଛୁ। ଭାତ ଖାଇକି ଯେ ଲୋକମାନେ ସମସ୍ତେ ରେଷ୍ଟ କରୁଛନ୍ତି। ଆଉ ମୁଁ ନୂଆ ସାଇଡ଼୍ ଦେଖେଇବି। ଆମ ପଟ ତ ଏମିତି ହୁଏନି, କିନ୍ତୁ ଏପଟରୁ ମୁଁ ଦେଖାଉଛି। ଆଜି ଇଟା ଯୋଡ଼ି ପ୍ରଥମ ଦିନ। ଆଜି ଏଇଠି ଦେଖ, ଏଇଟା ହେଉଛି ଆମର ଆଡ଼େ କ'ଣ କହିବି ଦ୍ୱାର ବନ୍ଧ। ଏ ଦ୍ୱାର ବନ୍ଧ ବସେଇବେ। ଯଦି ଦ୍ୱାର ବନ୍ଧ ବସେଇଲେ ଏପଟ ଜାତକ ଦେଖିକି ଦିନ ଜାତକ ଟାଇମ୍ ଦେଖି ଟାଇମ୍ ସେଟ୍ କରିକି ଦ୍ୱାର ବନ୍ଧ ବସଉଛନ୍ତି। ଏଇଠି ଦେଖେଇବି ମୁଁ, ଦେଖ ଦ୍ୱାର ବନ୍ଧ। ଏଇଠି ଦେଖ ଦ୍ୱାର ବନ୍ଧ ଏଇଟା ବସା ହେଇଛି। ପୂଜା ପ୍ରାର୍ଥନା କରି ପୂଜା କରିକି ସେମାନେ ଏଇଠି ଦ୍ୱାର ବନ୍ଧ ବସଉଛନ୍ତି। ଆଉ ଯେହେତୁ ଦୌଡ଼ି ଦୁଶଛି ନା, ଏଇଠି ଦେଖ ଦୌଡ଼ି। ଏ ତଳେ ମୁଁ ଯେଉଁଠି ହାତ ରଖିଛି ସେ ତଳେ ସେମାନେ କ'ଣ କରନ୍ତି, ଏପଟେ ଏଇଟା ବସେଇଲା ଟାଇମରେ ସେମାନେ ସୁନା ରୂପା ଆଉ ସୁନା ରୂପା ଆଉ କ'ଣ ସେଇଟା ହେଲେ ପିତ୍ତଳ ତମ୍ବା ରସ ସବୁ ପ୍ରକାରର ଏଇଠି ପକଉଛନ୍ତି। ଏଇଠି ପକେଇବେ। ଏଇଠି ପକେଇଲେ ସେମାନେ, ମୁଁ ସେତେବେଳେ ଭିଡ଼ିଓ କରିପାରିଲିନି କାହିଁକିନା ମୁଁ ମସଲା ବନେଇକି ଦେଉଥିଲି ତ, ପୁରା ବିଜି ଥିଲି ସେତେବେଳେ ଭିଡ଼ିଓ କରିପାରୁନି। ଏଇଠି ପ୍ୟାକ୍ ହେଇକି ଆସିବ। ଏଇଠି ପ୍ୟାକ୍ ହେଇକି ଆସିବ। ଏଇଟା ଭଲ ଦିଶୁଛି ନା, ଦେଖ ଏଇଠି ପ୍ୟାକ୍ ହେଇକି ଆସିବ। ଏଇଠି ସେମାନେ ପକେଇବେ। ତାପରେ ପଇସା ମଧ୍ୟ ତାଙ୍କ ଲୋକ ଯାକ ଯେତିକି ଜଣ ଅଛନ୍ତି ସେମାନେ ପଇସା ପତ୍ର ଏମିତି ପକେଇବେ ସବୁ। ଆହୁରି ଆଜି ଆମେ ଏଇଟା ବସେଇଲୁ। ବସେଇଲେ ଆଙ୍କେ ତାଙ୍କ ଲୋକମାନେ ସମସ୍ତେ ହେଇକି ଆଜିର କାମ ହେଉଛି ଏତିକି। ଦେଖ ଏଇଠି ଦୁଶଛି, ଏ ଯେତିକି ଉଠିଛି ସେତିକି। ମାନେ ତାପରେ ପୁରା ରାଉଣ୍ଡ ସମସ୍ତ ସବୁଆଡ଼େ ଗୋଟେ ଗୋଟେ ଇଟା ପକେଇ ଦେଇଛୁ। ସବୁଆଡ଼େ ଗୋଟେ ଗୋଟେ ଇଟା ପକେଇକି ଆହୁରି ଏତିକି ଲାଖି କେତେ 1.5 ଫୁଟ 2 ଫୁଟ ଅଧା ହବ ବୋଧେ। ଦେଖ 2 ଫୁଟ ଅଧା। ଏଇଠି ଦେଖ 2 ଫୁଟ ଅଧା। ଏଇଠି ଦେଖ ଏତିକି ଲାଖି ଏଇଠୁ ପୁରା ସେ ପର୍ଯ୍ୟନ୍ତ ଉଠେଇଛୁ। ସେ ପର୍ଯ୍ୟନ୍ତ ଏଇଠୁ ଉଠେଇଛୁ। ଗୋଟେ ଓଳି ସେଇଟା ବି ଗୋଟେ ଓଳି 2ଟା ମିସ୍ତ୍ରୀ 3ଟା ହେଲ୍ପର। ଆହୁରି କଣ୍ଟ୍ରାକ୍ଟ କହିଲା କି ଯେ ତୁଇ ତାପି ଧରିକି ଆଉ ତୁଇ ମଧ୍ୟ ମିସ୍ତ୍ରୀମାନଙ୍କୁ ସାହାଯ୍ୟ କଲା ପରେ କାମ କର ବୋଲି। ଆଉ ମୁଁ ତାପି ଧରି ସେମାନଙ୍କୁ ସାହାଯ୍ୟ କଲା ପରେ ଆଉ ଏଇଟା ଗଲେ। ଏଠି ଆଉ ଗୋଟେ ଦ୍ୱାର ବନ୍ଧ ଉଠା ହେଇଛି। ଏଇଠି ଦେଖ, ଏଇଟା ଗୋଟେ ଦ୍ୱାର ବନ୍ଧ। ସେମାନେ ଏପଟ କ'ଣ କରନ୍ତି, ଆମ ଆଡ଼େ କାନ୍ଥ ଘର କ'ଣ କାନ୍ଥ ସବୁ ହେଲା ପରେ ଯାଇକି ଆମ ଆଡ଼େ ଘର ବାନ୍ଧୁଛୁ, ଦ୍ୱାର ବନ୍ଧ ବାନ୍ଧୁଛୁ। ଆମର ଆଡ଼େ ଦ୍ୱାର ବନ୍ଧ ପକାଉଛୁ। ମାତ୍ର ଏପଟ ସେମିତି ନାହିଁ। ଏପଟ ଫାଷ୍ଟ ଦିନ ସେମାନେ ଜାତକ ଦେଖିବେ କେଉଁ ଦିନରେ ପକେଇଲେ ଭଲ, କେଉଁ ଦିନ ଷ୍ଟାର୍ଟ କରିବାର ଅଛି। ସେମାନେ ଟାଇମ୍ ମଧ୍ୟ ସିଲେକ୍ଟ କରିବ। କେଉଁ ଟାଇମ୍ ବୋଲେ ସେ ଟାଇମ୍ରେ ତାଙ୍କେ ଷ୍ଟାର୍ଟ କରିବେ। ସେ ଟାଇମ୍ରେ ଆସିକି ତାପରେ ଦେଖ ଏଇଟା ଏମିତି ବନ୍ଧା ହେବ। ଦେଖ ଏଇଠି ସେ ପଟ ମଧ୍ୟ ଦୁଶଛି। ଦେଖ ସେପଟ ଦୁଶଛି। ତାପରେ ଏଇଠି ମଧ୍ୟ ଗୋଟେ ବନ୍ଧା ହେଇଛି। ଦେଖ ଦୌଡ଼ି, ଏଇଠି ଦେଖ ଦୌଡ଼ି। ଏଇଟା ଦୌଡ଼ି ବନ୍ଧା ହେଇଛି। ଦୌଡ଼ି ବନ୍ଧା ହେଇକି ଏପଟ କାହିଁ ଏଇଠି ଦେଖ ଇଟା ଆଇରେ ଅଛି। ଦେଖ ଇଟାରେ ଏମିତି ବାନ୍ଧିକି, ଏଇଠି ଦେଖ ଇଟାରେ ଏମିତି ବାନ୍ଧି ଏମିତି ଇଟାରେ ବାନ୍ଧିକି ଆହୁରି ଏପଟ ଏମିତି ଏଇଟା ଏମିତି କରିକି ଏପଟ ଏମିତି ବାନ୍ଧି ଆଉ ସେପଟ ଦେଖ ଗୋଟେ ଏଠି ପଥରରେ ବନ୍ଧା ହେଇଛି। ଦେଖ ଏଠି ପଥରରେ ଏମିତି ବନ୍ଧା ହେଇଛି। ସେମିତି ବାନ୍ଧିକି ସେମାନେ ରଖନ୍ତି। ମାତ୍ର ଏଇଟା ଯେତେବେଳେ ବସେଇବେ, ଯେତେ ଜଣ କାମ କରିବାକୁ ଆସିଥିବେ ସେମାନଙ୍କୁ ମିସ୍ତ୍ରୀକୁ ଦେବେ 500 ଆଉ ହେଲ୍ପରକୁ ଦେବେ 200 କିମ୍ବା 300, ତାଙ୍କ ଯାହା ଯେତିକି ଇଚ୍ଛା ସେତିକି ଦେବେ। ଆଉ ପ୍ଲସ୍ ଚା ଦେବେ, ବରା ସିଙ୍ଗଡ଼ା ଏମିତି ଦେବେ। କେଉଁମାନେ ତ ଜଳଖିଆ କରିଥାଉଛନ୍ତି, ଜଳଖିଆ ଫଳଖିଆ ଦେବେ। ଏଠି ଦେଖ ମିସ୍ତ୍ରୀ ଗୋଟେ ଶୋଇଛି। ଦେଖ
ମିସ୍ତ୍ରୀ ଶୋଇଛି ସେପଟ କୁଡ଼ି ଅଛି ହଁ କୁଡ଼ି ଅଛି। ଏଠି ଦେଖ ପାନ ପତ୍ରରେ ଦେବେ ଦେଖ ପାନ ପତ୍ର ଏଇଟା ପାନ ପତ୍ର ନା କଣ ମୁଁ ତ ନିଜେ ଜାଣିନି ମାତ୍ର ପାନ ପତ୍ର ପରିକା ମୋତେ ଲାଗୁଛି। ଆହୁରି ଏଇଠି ଦେଖ ହଳଦୀ ଧରିକି ଆସିଥିଲେ ଏ ହଳଦୀ ଦୁଶଛି ନା ହଳଦୀ ଆଉ ଧଳା ସୂତା ସେଥିପାଇଁ ଆଣିଥିଲେ ସେଇଠି ବାନ୍ଧିବା ପାଇଁ ଏଠି ଦେଖ ବାନ୍ଧିଛନ୍ତି ମଧ୍ୟ ପାନ ପତ୍ର ସହିତ ପଇସା ଏଣ୍ଟ୍ରି କରି କେତେ ଏଣ୍ଟ୍ରି କରି ବାନ୍ଧିଛନ୍ତି ଏଇ ଧଳା ସୂତାରେ କରିକି ବାନ୍ଧିଛନ୍ତି ଏଇଠି। ଆହୁରି ଏଇଟା ବସେଇଲା ପରେ କାମ ତାଙ୍କର ଷ୍ଟାର୍ଟ ମେନ୍ କାମ ହେଉଛି ଏଇଟା ତାଙ୍କର ଏଇଟା ଜାତକ ଫାତ ଦେଖି ବସେଇବେ ଏଇଠି ପ୍ୟାକ୍ ହେଇକି ଆସିଥିବ ସୁନା ଏଠି ସୁନା ଆସିବ ରୂପା ତାପରେ ରସ ଆଉ ପିତ୍ତଳ ଏମିତି ସବୁ ପ୍ରକାର ଜିନିଷ ସେଠି ପକେଇବେ ତାପରେ ତାଙ୍କର ଯେତିକି ଚିହ୍ନା ପରିଚୟ ଲୋକମାନେ ସମସ୍ତେ ଆସିବେ ଯେମିତି ଆମ ଆଡ଼େ ଗୋଟେ ଭୋଜି ହେବ ସେ ଟାଇପ୍ର ଯେତିକି ଚିହ୍ନା ପରିଚୟ ଲୋକମାନେ ସମସ୍ତେ ସେଠିକି ଆସିବେ। ଆସିଲା ପରେ ସେଠି ସମସ୍ତେ ତାଙ୍କ ଯେଉଁମାନେ ରହିବେ ତାଙ୍କ ଘର ଲୋକ ସେମାନେ ନାଇକି ତାଙ୍କର ପଇସା ଦିଆହେବ ସେ ପଇସା ମଧ୍ୟ ତାହିଁରେ ପକେଇବେ ଦୁଆର ବନ୍ଧ ଯେତେବେଳେ ତାହିଁରେ ପକେଇବେ ତାହିଁରେ ପକେଇକି ସେଠି ପକେଇଲା ପରେ ଯାଇକି ସେ ଦୁଆର ବନ୍ଧା ହେବ। ବନ୍ଧା ହେଲା ପରେ ସମସ୍ତେ ଯେଉଁ କ'ଣ ଜିନିଷ ତାଙ୍କେ ଆଇଟମ୍ ବନେଇଥିବେ ସେ ଆଇଟମ୍ ଖାଇଲା ପରେ ଯିଏ ଯୁଆଡ଼େ ଯିବା ଲୋକ ସେପଟେ ସେମିତି ପଳେଇଯିବେ। ଆଉ ଦେଖ ଆଜିର ଭିଡ଼ିଓରେ ମୁଁ ଦେଖେଇଥିଲି ତାମିଲନାଡ଼ୁର ଘର ବନ୍ଧା ଷ୍ଟାଇଲ୍ ୟାର ନିୟମ ହେଉଛି ଏ ପ୍ରକାର ନିୟମ ଏଠି ଦେଖ ଏଠି ଏମିତି ବନ୍ଧା ହେଇଛି ଏ ପ୍ରକାର ନିୟମ ଦେଖ ଏଇଟା ହେଉଛି ଗୋଟେ ନୂଆ ସାଇଡ଼୍ ଆସିଲୁ ଆମେ ହେଲେ ମୁଁ ଆଗରୁ ଭିଡ଼ିଓ ବନେଇ ତ ପାରିଲି ନାହିଁ କାହିଁକି ନା ସବୁ କଣ୍ଟ୍ରାକ୍ଟ ମାନେ ଭଲ ସବୁ କଣ୍ଟ୍ରାକ୍ଟ ମାନେ କିଏ ତ ଗାଳି କରିବେ କିଏ କ'ଣ ଭାବବେ ନା ସେଥିପାଇଁ ଗାଡ଼ିରେ ଆଇଲୁ ବହୁତ ଦୂର ଆସିଛୁ ଦେଖ ସାଇଡ଼୍ ବହୁତ ଦୂର ଆସିଛୁ ସେଥିପାଇଁ ମୁଁ ବନେଇ ପାରିଲି ଆହୁରି ଭାବିଲି କି ଯେ ଆଉ ଘଣ୍ଟେ ବେଳେ ମୁଁ ବନେଇକି ଆମ ଲୋକମାନଙ୍କୁ ଆଉ ଆମର ୟୁଟ୍ୟୁବ୍ ସାଙ୍ଗ ବାପା ମା ଭାଇ ଭଉଣୀମାନଙ୍କୁ ସମସ୍ତଙ୍କୁ ଦେଖେଇଦେବି। ଆଉ ଏଇଠି ଯେଉଁ ଦୁଶୁଛି ଗୋଟେ ହାଣ୍ଡି ଗୋଟେ ଅଛି ଦେଖ ଲବର ହାଣ୍ଡି ଗୋଟେ ଅଛି ଆହୁରି ସେଇଟା ଗୋଟେ ଟାଙ୍କିଟା যেটা হচ্ছে পানি ট্যাঙ্কি সেটা হচ্ছে পানি ট্যাঙ্কি ସେଇଠି ପାଣି ରଖିବେ ଆଉ ଗୋଟେ ପଟ ଅଛି ସେଇଟା ହେଉଛି ବାଥରୁମ୍ଟା ସେଠି ପାଣି ଟାଙ୍କି ରୋଲ୍ ହିସାବରେ ଏଠି ତାଙ୍କେ ଗୋଲ କରିକି ବନେଇଛନ୍ତି ପାଣି ଟାଙ୍କି ଆହୁରି ଏଇଠିର କୁଡି ମୁଁ ଦେଖେଇ ଦେଉଛି ନେକ୍ସଟ ଭିଡ଼ିଓରେ ତ ଦେଖିଥିଲ ଆଉ ଏଠି ଭିଡ଼ିଓ ଆଉ ଏ ଭିଡ଼ିଓରେ ମଧ୍ୟ ମୁଁ ଦେଖେଇ ଦେଉଛି ଏଠି କୁଡି ଗୋଟେ ଦେଖେଇ ଦେଉଛି ତମକୁ ଏଇଠିର କୁଡି ଦେଖ ଏମିତି ଅଛି ଏ ଟାଇପ୍ର ଅଛି ଏଠିର କୁଡି ଏଇଟା କାଠ ବେଣ୍ଟ ଲାଗିଛି ତ ଟିକେ ଓଜନ ନାହିଁ ଆଉ ଏଇଟା ଗୋଟେ ଲୁହା ବେଣ୍ଟ ଲାଗିଛି ବବରେ ଏଟା ଏତେ ଓଜନ ଏଇଟା ଲୁହା ବେଣ୍ଟ ଲାଗିକି ବହୁତ ଓଜନ ହେଉଛି ଏଇଟା ଏତେ ଓଜନ ଯେ ଆଉ ପ୍ରାୟ ଗୋଟେ 10 କିଲୋ ଥିବ ବୋଧେ ଏଇଟା ସେମିତି ଓଜନ ଅଛି। ଏଠି ମସଲା ମଧ୍ୟ ପାଖରେ ବନେଇବା ପାଇଁ ଆଜି ମିଳିଯାଇଛି କଷ୍ଟ ଟିକେ ହେଉନି ପାଖରେ ମସଲା ବନେଇବାକୁ ମିଳିଯାଇଛି। ଆଉ ଯାହାପଟୁ ସେମାନେ ସମସ୍ତେ ଶୋଇଛନ୍ତି ମୁଁ ଏପଟ ବୁଲିକି ଆପଣମାନଙ୍କୁ ଦେଖେଇବା ପାଇଁ ବୋଲିକି ମୁଁ ଭିଡ଼ିଓ କରୁଛି। ଆଉ ଯଦି ଭିଡ଼ିଓ ଭଲ ଲାଗିଛି ତାହେଲେ ଲାଇକ୍ କରନ୍ତୁ ଚ୍ୟାନେଲରେ ଯଦି ନୂଆ ଅଛ ସବସ୍କ୍ରାଇବ୍ କର ଇଆଡ଼େ ବହୁତ ଏଠି ମୋତେ ଗୋଟେ ଜିନିଷ କମେଣ୍ଟ କରିକି କୁହ ଏଠି କ'ଣ ବେଶୀ ବୋଲେ କେଉଁ ଜିନିଷ ବେଶୀ ତୁମକୁ ଦୁଶୁଛି ଏଠି ଦେଖ ନଡ଼ିଆ ଗଛ ବହୁତ ଦୁଶୁଛି ଏଠି ଦେଖ ନଡ଼ିଆ ଗଛ ଯୁଆଡ଼େ ଦେଖିଲେ ନଡ଼ିଆ ଗଛ ଭାଇରେ ଏମାନେ ନଡ଼ିଆ ଛାଡ଼ିଲେ ଆଉ କିଛି ଖାଇପାରିବେ ନାହିଁ ଏମାନେ ସମସ୍ତେ ଖାଲି ନଡ଼ିଆ ଯେଉଁଠି ଖାଇଲେ ମଧ୍ୟ ଖାଲି ଯେଉଁ ଜିନିଷ ମଧ୍ୟ ତାଙ୍କେ ବନେଇବେ ନାହିଁ ନଡ଼ିଆ ନ ପଡ଼ିଲେ ସେମାନେ ଖାଇବେ ନାହିଁ ସେଥିପାଇଁ ଦେଖ ସବୁଆଡ଼େ ନଡ଼ିଆ ଚାଷ ଆଙ୍କର ଭୟଙ୍କର ନଡ଼ିଆ ଗଛ ଯାକ ଲଗେଇ ଥାଉଛନ୍ତି ଏମାନେ ବାଡ଼ ନଡ଼ିଆ ଆମେ ଯେମିତି କ'ଣ ସେଇଟା ଭାଲିଆ ଲଗେଇ ଥାଉଛୁ ସେହିପରି ଏପଟ ନଡ଼ିଆ ବହୁତ ଲଗେଇ ଥାଉଛନ୍ତି ସେ ଡାଲିରେ ନଡ଼ିଆ ମାଂସରେ ମଧ୍ୟ ନଡ଼ିଆ ପକାଇବେ ସବୁଠି ନଡ଼ିଆ ପକାଇ ଏମାନେ ଖାଇବେ ନଡ଼ିଆ ଯଦି ପଡ଼ିଲା ନାହିଁ ତାହେଲେ ନାଇଁକି ଏମାନେ ଖାଇବେ ନାହିଁ। ହଉ ଆଜିର ଭିଡ଼ିଓ ହେଉଛି ଏତିକି ଆଉ ପୁଣି ଥରେ ନେକ୍ସଟ ଭିଡ଼ିଓ ନେଇକି ଆସିବି ଆପଣମାନଙ୍କ ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୁଁ ଧନ୍ୟବାଦ ଦେଉଛି। ମୋ ଚ୍ୟାନେଲରେ ଯଦି ନୂଆ ଅଛ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଆଉ ମୋର ସବୁ କିଛି ଦୁଃଖ ସୁଖ ଭିଡ଼ିଓ ଆପଣ ଦେଖିପାରିବେ। ଓକେ ରହିଲି ନମସ୍କାର।